କିଏ କହୁଛ? ହଁ ମୁଁ କାର୍ବେଟର କହୁଛି। ଆବେ କାର୍ବେଟର କଣ କହୁଛୁ? କର୍ପୋରେଟର କହ। ଦେ ତୋ ଭାଇକି ଫୋନ ଦେ। ହ୍ୟାଲୋ, ମୁଁ ରୁଦ୍ର କହୁଛି। ଆବେ ଏଇ ରୁଦ୍ର, ତୋ ପୁଅ ଆଗ ଗୋଟେ ମର୍ଡର କଲା ବୋଲି ମୁନା ଭାଇ ତାକୁ ଉପରକୁ ପହଞ୍ଚେଇ ଦେଲା। ହେଲେ ମୁନା ଭାଇ ଭଉଣୀ କଣ ଦୋଷ କରୁଥିଲା? ମୋ ପୁଅ ମରିବାର ବର୍ଷେ ପୁରୁଛି 8 ଦିନ ପରେ। ଶୁଣ ଶୁଣ, ଏଇ 8 ଦିନ ଭିତରେ ମୁଁ ତାର ଭଉଣୀକୁ ମାରିବି, ତାପରେ ଯାଇ ମୋ ପୁଅର ବର୍ଷିକିଆ କର୍ମ କରିବି। କହେ। ଆବେ ଏଇ ସେଗୁରା ମତେ କହିକି କଣ ଲାଭ? ଯଦି ସାହସ ଅଛି ନିଜେ ଯାଇକି ମୁନା ଭାଇକୁ କହ, ନା କଣ ବାବୁ? ବଣ୍ଟି ବାବୁ ତମେ କାଇଁ ମୋ ଫୋନରୁ ଫୋନ କରୁଥିଲ? ତମେ ତ ଆରାମରେ ଖସିଯିବ। ହେଲେ ସିଏ ଯଦି ଏ ଫୋନ ନମ୍ବର ଜାଣିବେ ତାହେଲେ ସିଧା ଆସିକିରି ସେ ମତେ ଘାଣ୍ଟି ଦେଇ ଚାଲିଯିବେ। ନାଇଁ ରୁଦ୍ର, ଦିଟା ଛୋଟ ଛୁଆଙ୍କୁ ସେ ଯଦି ଅନାଥ କରିନଥାନ୍ତା, ତୋ ପୁଅର ଜୀବନ କେବେ ନେଇନଥାନ୍ତି। ଶୁଣ, ବହୁତ ପସ୍ତେଇଛି ମୁଁ, ଏତେ ଯାହା ହେଲା ହେଲା ହେଇଯାଇଛି। ହେଲେ ତୁ ମୋ ଭଉଣୀ ଉପରକୁ ଆଟାକ୍ କରିବା କଥା ଭାବିବୁ ନାହିଁ। ନା ଭାଇ, ତୁ ମୋ ପୁଅକୁ ମାରି ମତେ କମ୍ ଦେଇଛୁ, ତୋ ଭଉଣୀକୁ ମାରି ମୁଁ ତତେ ଜୀବନ ସାରା କନ୍ଦେଇବି। এই ଜାଣିଛୁ, ଆଉ 8 ଦିନ ପରେ ମୋ ପୁଅ ମରିବାର ବର୍ଷେ ପୁରିବ। ବଞ୍ଚା, ପାରୁଛୁ ଯଦି ତୋ ଭଉଣୀକୁ ବଞ୍ଚା। ମାଟିରେ ମିଶେଇ ଦେବି ତତେ, ତୋ କେସ୍ ଫାଇନାଲ କରିଦେବି। ଦେଖିଲ ତ, ଦେଖିଲ ତମର ଗୋଟାଏ ଫୋନ କେମିତି ସବୁ ବିଭ୍ରାଟିଆ କରିଦେଲା, ମାନେ ଗଣ୍ଡଗୋଳ କରିଦେଲା। ଆରେ ସେଇଆ ତ ମୁଁ ଚାହୁଁଥିଲି। ତମ ଫୋନଟା ଟିକେ ଦେଲ। କଣ ହେଲା? ଫୋନ ଫୋନ ହଁ ଫୋନ ହଁ ହେଇପାରିବନି, ହେଇପାରିବ ନାଇଁ। ଯେତିକି ଗଙ୍ଗା ଗଲି ସେତିକି ଫଳ ପାଇଲି। ମୁଁ ବଡ ସାଧା ସିଧା ଲୋକ, କାଦୁଅକୁ ଯିବି କାହିଁକି, ଗୋଡ ଧୋଇବି କାହିଁକି? ଆରେ ବିଶ୍ୱାସ କର, ମୁଁ ଘରକୁ ଫୋନ କରିବି ମା ପାଖକୁ। ମା ପାଖକୁ? ହଁ ମା ପାଖକୁ? ହଁ, ମୋ ଦେହ ଛୁଇଁଲ? ତମ ଦେହ ଚୁଇ କହୁଛି ମହାରାଜ। ହ୍ୟାଲୋ ମା। ହଁ, ଆରେ ତୁ ଚୌଠି ରାକ୍ଷୀ ପାଇଁ ସବୁ ସରଞ୍ଜାମ ରେଡି କରିକି ରଖିଛୁ ତ? ହଁ ହଁ, ମୁଁ ବବଲିକୁ ନେଇ ଏକଦମ ଠିକ ଟାଇମରେ ପହଞ୍ଚିଯିବି, ତୁ ଜମା ବ୍ୟସ୍ତ ହନି। ନା କଣ ଭଳିଆ ଆଉ? ନିଅ ପାଣି ପାଣି। ଆରେ ଭୋଳା ବାବୁ, ତମେ ଏତେ ବଟିକା ସବୁବେଳେ ଖାଉଛ, ଦେହ ଖରାପ ହେଇଯିବ। ବଟିକା ଖାଇଲେ ମୋ ଦେହ ଖରାପ ହଉନାହିଁ, ତମେ ମୋ ପାଖରେ ରହିଲେ ମୋ ଦେହ ଖରାପ ହେଇଯାଉଛି। ଦେଇ ଓ ତମେ ଏଠି ଯାଅ ଯାଅ, ଧରା ପଡ଼ିଲେ କଣ ହବ ଜାଣିଛ? ଓଏ, ସକାଳେ ଆସିନଥିଲି ବୋଲି ଗାଳି କଲ, ଏବେ ପୁଣି ଚାଲିଯିବାକୁ କହୁଛ? ମୋର ସବୁ କାମ ବାକି ରହିଗଲା ଯେ। କୋଉ କାମ? କୋଉ କାମ? ଏଇ କାମ। ଛାଡ, ଦୁଷ୍ଟ କୋଟିକା। ଆରେ